भूत प्रेतଙ୍କ नाम शुणिले लोकମାନଙ୍କ ମଧ୍ୟରେ ଏକ ଭିନ୍ନ ଭୟ ଅନୁଭବ କରିବାକୁ ଲାଗନ୍ତି। ପିଲାଦିନରୁ ସମସ୍ତେ ଭୂତମାନଙ୍କ କାହାଣୀ ଶୁଣିଛନ୍ତି, କିନ୍ତୁ କିଛି ଲୋକ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ କେତେକ ଲୋକ ତାହାକୁ ବିଶ୍ୱାସ କରନ୍ତି ନାହିଁ। ଅନେକ ଲୋକ ବହୁତ ଆଗ୍ରହର ସହିତ ଭୂତ କାହାଣୀ ଶୁଣନ୍ତି ଏବଂ ସିରିଏଲ ଚଳଚ୍ଚିତ୍ର ଦେଖନ୍ତି ଏବଂ ସେମାନଙ୍କ ଉପରେ ଆଧାରିତ କାହାଣୀ ପଢ଼ନ୍ତି। ଭୂତମାନଙ୍କର କଳ୍ପିତ ମାନଚିତ୍ର ମଧ୍ୟ ଲୋକମାନଙ୍କୁ ଭୟଭୀତ କରେ। ଭୂତମାନେ ପ୍ରକୃତରେ ବିଦ୍ୟମାନ ଅଛନ୍ତି କି? ଏହି ପ୍ରଶ୍ନ ଲୋକମାନଙ୍କ ମନରେ ଆସେ କାରଣ ସେମାନଙ୍କର ଦୃଶ୍ୟ ବିରଳ, କିନ୍ତୁ ସେଗୁଡ଼ିକ ଘଟେ। ଯେଉଁ ଉପାୟରେ ଆମେ ବାୟୁ ଦେଖିପାରୁନାହୁଁ, ଆମେ ଏହାକୁ କେବଳ ଅନୁଭବ କରିପାରିବା। ସେହିଭଳି ଆମେ ଭୂତମାନଙ୍କୁ ଦେଖିପାରୁନାହୁଁ, କିନ୍ତୁ ବେଳେବେଳେ ସେଗୁଡ଼ିକ ହଠାତ୍ ଦେଖାଯାଏ। ଭୂତମାନଙ୍କର ଅସ୍ତିତ୍ୱ ଆଜି ବି ରହସ୍ୟ ହୋଇ ରହିଛି। କିନ୍ତୁ ଆମ ଘରେ ଭୂତ ଅଛି କି ନାହିଁ ସେ ବିଷୟରେ କିଛି ସଂକେତ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆପଣଙ୍କ ଘରେ ଯଦି କାହାର ଉପସ୍ଥିତିକୁ ଅନୁଭବ କରୁଛନ୍ତି, ଲାଗୁଛି ଯେପରି କେହି ଆପଣଙ୍କ ପଛରେ ଚାଲୁଛି, କିନ୍ତୁ ଆପଣ ପଛକୁ ବୁଲିବା କ୍ଷଣି ଆପଣଙ୍କୁ କେହି ଦୃଶ୍ୟମାନ ହେଉନାହାନ୍ତି, ତେବେ ଆପଣଙ୍କ ଘରେ ଭୂତ ବାସ କରୁଅଛି। କୁହାଯାଏ ଯେ ବିଦ୍ୟୁତ୍ ଉପରେ ଆତ୍ମାଙ୍କର ନିୟନ୍ତ୍ରଣ ଅଛି। ଆପଣ ନିଶ୍ଚୟ ବେଳେବେଳେ ଧ୍ୟାନ ଦେଇଥିବେ, ଆପଣଙ୍କର ନୂତନ ବଲ୍ ମଧ୍ୟ ଏକ ଅଜବ ଉପାୟରେ ଜଳିବା କିମ୍ବା ଲିଭିବା ଆରମ୍ଭ କରେ। ଏସବୁ ଏକ ଆତ୍ମାର ଉପସ୍ଥିତିର ପ୍ରମାଣ ଦେଇପାରେ। ଏବଂ ଯଦି ଆପଣଙ୍କର ବାରମ୍ବାର କାଚ ଗ୍ଲାସ ଭାଙ୍ଗି ଯାଉଛି ଏବଂ ଆପଣଙ୍କୁ ଖାଇବା ପରେ ଅଧିକ ଭୋକ ଲାଗୁଛି, କାନ୍ଥ ବାରମ୍ବାର ଫାଟୁଛି, ତେବେ ଆପଣଙ୍କ ଘରେ ଭୂତ ବାସ କରୁଅଛି। ଯଦି ଆପଣ ବିଳମ୍ବିତ ରାତିରେ କେହି ଜଣେ କାନ୍ଦୁଥିବାର ଶବ୍ଦ ଶୁଣନ୍ତି, ତେବେ ବୁଝି ନିଅନ୍ତୁ ଆପଣଙ୍କ ଘରେ କିଛି ଦୁଃଖୀ ଆତ୍ମା ରହିଅଛନ୍ତି, ଯେଉଁମାନଙ୍କର ଆତ୍ମା ଶାନ୍ତି ପାଇନାହିଁ ଏବଂ ତାଙ୍କ ସହ କିଛି ଖରାପ ହୋଇଥାଏ। ଏବଂ ଆପଣ ଯଦି ରାତି 1ରୁ 3ଟା ମଧ୍ୟରେ ପରିସ୍ରା କରିବାକୁ ଯାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ, କାରଣ ଏହି ସମୟରେ ଭୂତ ଅଧିକ ଆକ୍ରମଣ କରିଥାନ୍ତି। ଏବଂ ଆପଣ ସର୍ବଦା ହନୁମାନ ଚାଳିଶା ଜପ କରନ୍ତୁ, କାରଣ ପ୍ରଭୁ ହନୁମାନଙ୍କୁ ଭୂତମାନେ ଭୟ କରନ୍ତି।